ପ୍ରଭୁଙ୍କର ଲୋକମାନେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି ପ୍ରଭୁଙ୍କ ଅନୁଗ୍ରହରେ। ମୁଁ ଆଜି ଆପଣମାନଙ୍କୁ କହିବାକୁ ଚାହେଁ ଯେ ଆମ୍ଭମାନଙ୍କର ପଥ ପ୍ରଦର୍ଶକ ଅଟନ୍ତି, ଯେ ଆମ୍ଭମାନଙ୍କ ଜୀବନକୁ ରନ୍ କରୁଅଛନ୍ତି, ଚଲାଉଅଛନ୍ତି, ଯିଏ ଆମମାନଙ୍କ ସହିତ ରହୁଅଛନ୍ତି, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେଉଅଛି। ଆଉ ଆମମାନେ ସବୁବେଳେ ସଦା ସର୍ବଦା ତାଙ୍କୁ ପ୍ରଥମ ସ୍ଥାନ ଦେବା, ତାଙ୍କୁ ମୁଖ୍ୟ ସ୍ଥାନ ଦେବା। ଆମ କାର୍ଯ୍ୟ ଆରମ୍ଭ, କାର୍ଯ୍ୟ ଶେଷ, କାର୍ଯ୍ୟ ମଧ୍ୟମରେ ମଧ୍ୟ ତାଙ୍କୁ ମନେ ପକାଇବା, କାରଣ ସେ ଆମମାନଙ୍କର ଜୀବନର ସବୁ କିଛି ଅଟନ୍ତି। ଆମମାନେ ତାଙ୍କୁ ଭୟ କରିବା, ଭକ୍ତି କରିବା, ତାଙ୍କୁ ଡରିବା, ଆମମାନଙ୍କ ଜୀବନରେ ସେ ତାଙ୍କ ନାମକୁ ଆମେମାନେ ଉଚ୍ଚାରେ ରଖିବା। ଆପଣମାନଙ୍କୁ କହିବାକୁ ଚାହେଁ, ହିତୋପଦେଶ ପୁସ୍ତକରେ ଲେଖାଯାଇଅଛି, ହିତୋପଦେଶ 4 ପର୍ବ 6 ପଦରେ ଲେଖାଯାଇଅଛି, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆମମାନେ ସମସ୍ତେ ସବୁ ସମୟରେ, ଖାଇବା ସମୟରେ, ଉଠିବା ସମୟରେ, ବସିବା ସମୟରେ, ଶୋଇବା ସମୟରେ, ପ୍ରତ୍ୟେକ ସମୟରେ ପରମେଶ୍ୱରଙ୍କୁ ମନେ ପକାଇବା। ତେବେ ପରମେଶ୍ୱର ଆମମାନଙ୍କର ସେହି କାର୍ଯ୍ୟକୁ ସଫଳ କରିବେ। ପ୍ରେଜ୍ ଦ ଲର୍ଡ।